নমো ভগবতে বাসুদেবায়। ওম নমো ভগবতে বাসুদেবায়। ওম নমো ভগবতে वासुदेवाय। तथा मंगलाचरण बागीचा यस्य वदने लक्ष्येषु च वक्षसि जसते हृदय वसति तनुष्यं भजे विश्वसर्वदिवालक्षणं श्रीकृष्णाख्य परध्याम जगध्याम नमामि तत् माधव माधव वैश्च सर्वसिद्धि विनायते वन्दे परस्परत्यं परस्परं प्रियलोकं मूकं करति वाचलं पङ्गुलङ्घयते गिरि यत्कृपाहतमः वन्दे परमानन्दो माधव जो ब्राह्मण रुद्रेण स्तुतन्ति दैवस्तव देवसङ्गपद पश्यन्ति जो समज्ञ ध्यान अवसते गदगदे मनसा पश्यन्ति जो योगिना दर्शन्ते न बुद्धिसुरासुरगण देवायस्तुते नमः नारायणं नमस्कृत्यं नरचैव नरोत्तमो देवी सरस्वती व्यासं ततोजयमुदीरयं निर्गलं कल्पितं फलविमुखाभिद्रव्ययुक्तं पिबतं भागवतं रसमालयितं प्रभु। अष्टविंश अध्याय एकादश स्कंद अष्टविंश अध्याय। औद्धव कृष्णर वचने चित्ते भक्ति अनुमाने बोलई कृष्ण मुख चाहि नाथ शुण भावग्राही उद्धव उवाच बलरांदवार हरि बोल शरीर वही ये संसारे जीव सकल कर्म करे तुम्भ भक्ति जोग जेते मते कहिल नाना मते माया प्रंचम ए जगत तुम्भ चरण मात्र सत्य भकत जन तपयरे पूजिलु के महंत प्रकारे देव आगम शास्त्र मते परम धर्म ए जगते व्यास अंगिरा ब्रह्मसुत जे धर्म ताहांकर मत सकल ग्रंथ अवधारी से कर्म जोग हो अधिकारी कर्म साधन हो नाना मते कहन्ति प्राणी हि श्रेय अर्थे धर्म करन्ति हि नाना मते एबे मु पचाहारिली तते तु मुख कमहलु गलित सुचि सुचित्र सुलचित ए कर्म जोग हो तुम्भ मुखे कहिली मुनि कस मुखे एक कथा पार्वती सम्मुखे ईश्वर कही सन्ति सुखे मो मन बिना कर्म जोग स्थिर न रहे हृद भाग ए कर्म जोग हो धर्म सार सकल वर्ण हो अधिकार स्त्री सुदूर हो आदि जेते प्राणी तरंती कर्म हो जोग जानी हेमंते जीव हर उद्धार ए देहे भक्ति ही भाव करी एथि संशय हो कह मते जेमंते जाई ही मु पर जेमंते जाई ही मु परते ऐसन गुणी ही जन दिशे सधीर मंद मंद हसे अनलक कमहलोचन ए कर्म बंध विमोचन शुणी उद्धव वाक्य सार बोलंती प्रभु दामोदर
भगवान उवाच बोल पुरन्दर हरि बोल। ଶୁଣ ଉଦ୍ଧବ ଏକ ମନେ ଯାହା ପୁଛିଲି ସନ୍ନିଧାନେ। ଉଦ୍ଧବ କର୍ମ ଯୋଗ କଥା କେବା କଥନେ ସମରଥା। ଅନନ୍ତ ମହିମା କର୍ମର କେ କରି ପାରିବ ଗୋଚର। କିଛି କହିବା ସଞ୍ଜ ପରେ ସଂଖ୍ୟ ପରେ। ଶୁଣ ଉଦ୍ଧବ ମନ ସ୍ଥିରେ ଯେ କର୍ମ ଯୋଗ ପ୍ରକାରଣ। ଅଶେଷ ଜୀବ ପରିତ୍ରାଣ ଆଗମ ନିଗମ ପୁରାଣେ। ସକଳ ଶାସ୍ତ୍ର ଯେ ବଖାଣେ ତ୍ରିବିଧ ମତେ ସେ କହନ୍ତି। ମୋ ପାଦ ପୂଜା ଅର୍ଥେ ଚିନ୍ତି ଏଣୁ ଯାହାର ଯେଣେ ଇଚ୍ଛା କରନ୍ତି ମତେ ଦୀକ୍ଷା। ଅଶେଷ ଜନ୍ମ ପ୍ରାଣୀ ଭାବେ ମତେ ପୂଜନ୍ତି କର୍ମ ଯୋଗେ। ବ୍ରାହ୍ମଣ କୂଳେ ଜନ୍ମ ହୋଇ ଯଜ୍ଞାପଦୀପ ବନ୍ଦେ ବହି। ଗୁରୁ ବଚନ ମଧ୍ୟ ଧରି ଗାୟତ୍ରୀ ଉପଦେଶ କରି। ଶ୍ରଦ୍ଧା ଭକତି କରି ଚିତେ ଯେ ଅବା ପୂଜିବ ଯେ ମନ୍ତେ। ଶୁଣ ମୋ ପୂଜା ବିଧି ଯେତେ ଭାବେ କହିବା ତୋ ଅଗ୍ରତେ। ପ୍ରତିମା ସ୍ଥାପି ଭୂମି ତଳେ ଅଥବା ସ୍ଥିର ହଳ ନଳେ। ସୂର୍ଯ୍ୟ ପୂଜିବା କିବା ଜଳେ ଅଥବା ହୃଦୟ କମଳେ। ଶ୍ରଦ୍ଧା ଭକତି ଚିତେ ଯୁତେ ଦ୍ରବ୍ୟ ସମର୍ପି ନାନା ମତେ। ଗୁରୁ ଚରଣ ଭାବେ ଭଜି ମତେ ପୂଜିବ ମାୟା ଯତି। ସ୍ୱଭାବେ ଚିତ୍ତ ସ୍ୱଭାବେ ଶୁଚି ମନ୍ତ ହୋଇ। ଦନ୍ତବଦନ ତଳେ ଧୋଇ। ସ୍ନାନ କରିବ ଯଥା କାଳେ। ପ୍ରଭାତେ ପୁଣ୍ୟ ନଦୀ ତୀରେ ଦେବ ଆଗମ ମନ୍ତ୍ର ମନ୍ତ୍ରେ। ସ୍ନାନ କରିବ ଶୁଦ୍ଧ ଚିତ୍ତେ ଯେ ମତେ ଶ୍ରଦ୍ଧାରେ ପୂଜିବ। ସେ ନିତ୍ୟ କର୍ମ ନତେ ଯିବ। କେବଳ ଈଶ୍ୱର ଭାବରେ ସଂକଳ୍ପ କରି ଶୁଦ୍ଧ ମନେ। ଦାରୁ ପାଷାଣ ମାତୁଳାଇ ଲେପ ଲେଖନ ମଣିମୟୀ। ବାଲୁକାମୟ ମନୋମୟ ଏମନ୍ତେ ପ୍ରତିମା ଭିଆଅ। ଏ ଅଷ୍ଟ ପ୍ରକାରେ ପ୍ରତିମା ସୁନ୍ଦର ସୁରୂପ ଉପମା। ଏବେନି ମୂର୍ତ୍ତି ଚଳାଚଳ। ବିଷ୍ଣୁର ପୂଜାର ମନ୍ଦିର ନିର୍ମାଣ କରି ବିଷ୍ଣୁ ରୂପେ। ନିଶ୍ଚଳେ ପୂଜିବ ସମୀପେ ଯେ ଅବା ହବ ବିସର୍ଜନ। ଚଳ ପ୍ରତିମାର ଅର୍ଜନ ଅଚଳେ ନ କହରି ଏମନ୍ତ। ଏ ବୁଦ୍ଧି ଜନଙ୍କର ମତ। ଲେପ ଲେଖନ ଯେତେ ହୋଇ ସ୍ନାନ ମାର୍ଜନା ନ କରଇ। ସ୍ନାନ ମାର୍ଜନା ଇଚ୍ଛା ଯେବେ ଦର୍ପଣେ କରାଇବ ତେବେ। ଯତ୍ନ ଉତ୍ତମ ଦ୍ରବ୍ୟ ଆଣି ପବିତ୍ର ଗନ୍ଧ ପୁଷ୍ପ ପାଣି। ମାୟା ନଥିବ ଦେହ ମଧ୍ୟେ ବିଧାତା ବୁଝିବ ଆନନ୍ଦେ। ଯଦି ଭକତ ଗ୍ରତେ ଯେ କିଛି ଲଭେ ଅଧା ଚିତେ। ତେଣେ ପୂଜିବ ନର ହରି ହୃଦେ ଭକତି ଭାବ ଭରି। ଦିବ୍ୟ ପ୍ରତିମା ପୂଜି ଯେବେ ନାନା ଉପହାର ସ୍ୱଭାବେ। ଚନ୍ଦନ ବସ୍ତ୍ର ଅଳଙ୍କାର ଭିକ୍ଷା ଭୋଜନ ମନୋହର। ତଣ୍ଡୁଳ ଯେବେ ପୂଜା କରି ମନ୍ତ୍ର ବ୍ୟବହାରେ ନ୍ୟାସ କରି।
ଆଉ ଅନଳେ ପୂଜିବ ଯେ ମତେ ହୋମ କରିବ ମଳ ହୈମ କରିବ ମୂଳ ମନ୍ତ୍ରେ ହୋମ କରିବ ମୂଳ ମନ୍ତ୍ରେ ରବି ପୂଜିବ ଅର୍ଘ୍ୟ ଦେଇ ମୁଥାଇ ଆଦିତ୍ୟ ମଣ୍ଡଳେ ଏଣୁ ରସାଳ ଦ୍ରବ୍ୟ ଯେତେ ଦେବ ଆଦିତ୍ୟ ମୁଖେ ମତେ ଜଳେ ପୂଜିବ ଜଳ ବ୍ରତେ ଏ ମୋର ପୂଜାହାର ସ୍ୱଭାବେ ଦରିଦ୍ର ପ୍ରାଣୀ ଯେବେ ମତେ ଦୃଢ଼େ ପୂଜିବ ଭାବ ଚିତେ ତାହାର ଜଳ ପୁଷ୍ପ ମୁହିଁ ଅଣୁ ପ୍ରମାଣେ ଯେବେ ପାଇ ସନ୍ତୋଷେ କର ଆହାର ତେଣୁ ଭକତ ବନ୍ଧୁ ମୋର ଯେବେ ମଣୁ ମାତ୍ର ଦେଇ ମୁଁ ତାହା ବହୁତ ଘେନଇ ଯେ ମେରୁ ତୁଲ୍ୟ ନାନା ଦ୍ରବ୍ୟେ ମତେ ସମର୍ପ ଅଭାବେ ଶ୍ରଦ୍ଧା ନଥାଇ ଅନ୍ତର୍ଗତେ ମୁଁ ତାହା ଛୁଇଁ ବିଗେ ମନ୍ତେ ସୁଗନ୍ଧ ପୁଷ୍ପ ଧୂପ ଦୀପ ବସ୍ତ୍ରଭୂଷଣ ରତ୍ନକଳ୍ପ ତେଣେ ମୋ ନାହିଁ ମନ ଶୁଦ୍ଧି ଏବେ ଶୁଣ ପୂଜା ବିଧି ଯେ ଭାବେ ଯେ ମହନ୍ତେ ପୂଜିଲେ ଜୀବ ନିସ୍ତାର ଲଭେ ଭଲେ ପବିତ୍ର ଜଳେ ସ୍ନାନ କରି ବସ୍ତ୍ର ତିଳକ ସୁକ ଧରି ସକଳ ଦ୍ରବ୍ୟ ଅବଧାନେ ଘେନି ମିଳିବ ପୂଜା ସ୍ଥାନେ ବ୍ରାହ୍ମଣ ପୂଜେ ଯେବେ ମତେ ଅଖଣ୍ଡ କୁଶ ଘେନି ହସ୍ତେ ମନ୍ତ୍ରେ ଉଚ୍ଚାରି ପୂର୍ବଗ୍ରେ କୁଶ ସ୍ଥାପିବ ଭୂମି ଭାଗେ ପୂର୍ବ ଦିଗକୁ ମୁଖ କରି ବସିବ ଆସନ ଆବରି ଅଙ୍ଗ ଶୋଧିବ ଅଙ୍ଗନ୍ୟାସେ ମନ୍ତ୍ର ଉଚ୍ଚାରି ବେନି ପାଶେ ମନ୍ତ୍ର ସୁମରି କୁଶନୀରେ ମାର୍ଜନା କରି ଆତ୍ମାଶିରେ ପୂଜାର ଦ୍ରବ୍ୟ ପୂଜା ଭୂମି ମାର୍ଜିବ ଆପଣା ମର୍ଦନୀ ବାହ୍ୟ ପବିତ୍ର କରି ଗାତ୍ରେ ସମ୍ମୁଖେ ସ୍ଥାପି ତିନି ପାତ୍ରେ କ୍ରମେ ସ୍ଥାପିବ ତିନି ସ୍ଥାନେ ଯେ ପାଦ୍ୟ ଗ୍ରହ ଆଚମନେ ଓଙ୍କାର ପୂର୍ବ ମନୋମନ୍ତ୍ର ଶୋଧନ କରି ପାଦ୍ୟ ପାତ୍ର ସାହାସୁମରି ଅଜ୍ଞ ପାତ୍ରେ ପ୍ରକ୍ଷଣ କରି ପବିତ୍ରେ ତୃତୀୟ ଆଚମନ ପାତ୍ରେ ଜଳ କ୍ଷେପିବ ଶିଖା ମନ୍ତ୍ରେ ଗାୟତ୍ରୀ ମନ୍ତ୍ରେ ସର୍ବଦ୍ରବ୍ୟ ଜଳେ ସିଞ୍ଚିବ ଶୁଦ୍ଧ ଭାବେ ଆଉ ସପଟୁ ଯୋଡ଼ି ବେନି କର ଚିନ୍ତିବ ହୃଦୟ କମଳ ମନ ପବନ କରି ସ୍ଥିର ବସିବ ପଦ୍ମ ଆସନରେ ପରମ ଆତ୍ମା ଦିବ୍ୟ ମୂର୍ତ୍ତି ହୃଦୟ ପଦ୍ମ ମଧ୍ୟ ଚିନ୍ତି ଲବ ନିମିଷ ଦଣ୍ଡ ମାତ୍ରେ ମୂର୍ତ୍ତି ଲବ ନିମିଷ ଦଣ୍ଡ ମାତ୍ରେ ମୂର୍ତ୍ତି ନିଶ୍ଚଳ କରି ଗାତ୍ରେ ହେମନ୍ତ ଧ୍ୟାନ ପୂଜା ସାରି ପଛେ ମଣ୍ଡଳେ ପୂଜା କରି ଆଉ ସମନ୍ତ୍ରେ ଆବାହନ କରି ଦେହେ ସ୍ଥାପିବ ମୁଦ୍ରା ଧରି ହୃଦୟ ଆଦି ଚାରି ଦେଶେ ନ୍ୟାସ କରିବ ମନ୍ତ୍ର ଗ୍ୟାସେ ବିବିଧ ବ୍ରତ ଉପହାରେ ପୂଜା ପ୍ରକାଶିବ ବ୍ୟବହାରେ ଯେ ପାଦ୍ୟ ଘ୍ୟ ଆଚମନ ମନ୍ତ୍ରେ କରିବ
ମନ୍ତ୍ରେ କରିବ ଦେବ ନିବେଦନ ଧର୍ମାଦି ଅଷ୍ଟ ଭୂମି ଧ୍ୟାନେ ମନ୍ତ୍ରେ ସ୍ଥାପିବ ଯଥାସ୍ଥାନେ ବିମଳାଦି ନବଶକ୍ତି ନ୍ୟାସେ ପୂଜିବ ଯଥାସ୍ଥିତି ମଧ୍ୟ କଳ୍ପିବ ଅଷ୍ଟଦଳ କୋମଳ ଉଜ୍ଜ୍ୱଳ କମଳ କଙ୍କିଣା କେଶହର ସହିତେ ଦେବ ଆଗମ ମନ୍ତ୍ରତନ୍ତ୍ରେ ଏମନ୍ତେ ପୂଜିବ ବିଧାନେ ଯେପରି ଭେଦ ଅନୁମାନେ ଶଙ୍ଖ ଚକ୍ର ଗହତା କମଳ ପୂଜିବ ଲାଙ୍ଗ ହଳ ମୁସଳ ଖଡ଼ଗ ବାଣ ସରାସର ଯେ ବିଧି ଅସ୍ତ୍ର ପୂଜାମାନ ଶ୍ରୀବତ୍ସ ବନମାଳମଣି ଧ୍ୟାନେ ପୂଜିବ ସ୍ଥାନେ ଜାଣି ସମ୍ପନ୍ନ ରୂପୀ ପାରିଷଦ ବୃନ୍ଦ ସୁବଳ ନନ୍ଦ ଯେ ସୁନ୍ଦର ପ୍ରଚଣ୍ଡ ମହାବଳି ଚଣ୍ଡ ସୁପରି ଗରୁଡ଼ ଉଦଣ୍ଡ ମୁକୁନ୍ଦ କୁମୁଦ ଲୋଚନ ପାର୍ବତୀ ନନ୍ଦନ ପୂଜିବ ବ୍ୟାସ ବିଶ୍ୱ ଶ୍ଲୋକେ ଗୁରୁଙ୍କ ତୁଲେ ଦେବ ଗଣେ ସମସ୍ତ ପାଦ ବିଧାନେ ପୂଜିବ ନିଜ ସ୍ଥାନେ କପରୂପର ଉଷିର ଚନ୍ଦନ କୁଙ୍କୁମ ଗୋଳ ଜଳେ ସ୍ନାନ ଦିବ୍ୟ ଉପହାର ଘଟନେ ନିଗମ ପୁରାଣ ବଚନେ ସୁଗନ୍ଧ ବସ୍ତ୍ର ଅଳଙ୍କାର ଯଜ୍ଞ ଦୀପ ଉପହାର ଲେପନ ସୁନ୍ଦର ଚନ୍ଦନ ବକ୍ଷ ଗଣ୍ଡଳେ ସୁମଣ୍ଡଳ କୁସୁମ ପାଦ୍ୟ ଅଗ୍ରଦାନ ପବିତ୍ର ଜଳେ ଆଚମନ ସୁମନ ହୋଇ ଧୂପ ଦୀପ ଶ୍ରଦ୍ଧାରେ ଦେବ ହୋମ ସମୀପ ଗୁଡ଼ ପାୟସ ଘୃତ ପାକ ନାନା ପ୍ରକାରେ ଯେ ମୋଦକ ଅନ୍ନ ବ୍ୟଞ୍ଜନ ନାନା ପାକ ଶିଷ୍ଟ ପ୍ରଦାନ ସ୍ୱପ ଶାକ କ୍ଷୀର ବିକାର ଯେତେ ମିଳେ ସୁଗନ୍ଧ ସୁଶୀତଳ ଜଳେ ବିଭବ କ୍ରମେ ମିଳେ ଯେତେ ଥୋଇବ ମୋହର ଅଗ୍ରତେ ସୁଗନ୍ଧ ତୈଳ ଅଭ୍ୟଙ୍ଗେ ମର୍ଦନ କରି ମୋର ଅଙ୍ଗେ ମୋର ମଙ୍ଗଳ ଅଭିଷେକ ବିବିଧ ପ୍ରକାରେ ଏକ ଆନନ୍ଦେ ମୋର ପୂଜା ସାରି ପ୍ରମୋଦେ ନୃତ୍ୟ ଗୀତ କରି ମୋତେ ପୂଜିବ ବାରେ ଯଥା ବିଭବ ଅନୁସାରେ ପୂଜାର ଅନ୍ତେ ଅଗ୍ନିକୁଣ୍ଡେ ହୋମ କରିବ ଘୃତ ଖଣ୍ଡେ ଅନଳ ମଧ୍ୟ ରୂପ ମୋର ଦେଖିବ ଏ ମହନ୍ତ ପ୍ରକାର ତପ୍ତ କାଞ୍ଚନ ମନୋହର ଅତି ରୁଚିତ କଳେବର ନିଜ ଆୟୁଧ ଚାରି ଭୁଜେ ପିତ୍ତବସନ କଟି ମାଝେ କିରଟି କୁଣ୍ଡଳ ବିରାଜେ ରତ୍ନ ମେଖଳା କଟି ସାଜେ ମର୍କତକେୟ ହର ଶଙ୍କଣ ହୃଦୟରେ ଶ୍ରୀହର୍ଷର ଚିହ୍ନ କୌସ୍ତଭମଣି ଶୋହେ ଗଳେ ସୁନ୍ଦର ଦିଶେ ବନମାଳେ ଏ ଦିବ୍ୟ ରୂପ ଅଗ୍ନି ମଧ୍ୟେ ଧ୍ୟାନେ ଚିନ୍ତିବ ହୃଦ ପଦ୍ମେ
ଭୂତ ଆହୁତି ମୂଳ ମନ୍ତ୍ର ହୋମ କରିବ ଦେବ ତନ୍ତ୍ରେ ଯେ ନାମ ଗୋତ୍ର ଉଚ୍ଚାରଣୀୟ ପୂଜିବ ପାରିହି ସଦଗଣ ପ୍ରମାଣ କରିହି ଜଣେ ଜଣେ ପୂଜିବ ଦେବ ଉଚ୍ଚାରଣେ ଏ ଅନ୍ତେ ପାରିହି ସଦଗଣେ ବଳି କରିବ ସମର୍ପଣେ ନିଶ୍ଚୟ ମୂଳ ମନ୍ତ୍ର ଜପି ବ୍ରହ୍ମ ସ୍ମରଣେ ଚିତ୍ତ ସ୍ଥାପି ଧ୍ୟାନେ ଭୋଜନ ଶେଷ ଜାଣି ସମର୍ପି ଆଚହ ମନ ପାଣି ମୋର ନିର୍ମାଲ୍ୟ ଶୋକ ଶେଷ ଭାବ ନିଶ୍ଚୟ ନିଃଶୁକ ସେ ନେହେ ତାହା ଦେବ କପରୂପ ଗନ୍ଧ ଫଳ ମିଶ୍ରେ ତାମ୍ବୁଳ ଦେଲହ ମୁଖ ବାସେ ସୁଗନ୍ଧ ପୁଷ୍ପ ଘେନି କରେ ତ୍ରିବାଦ ଦେବ ମୋର ଶିରେ ମୋର ପବିତ୍ର ଯଶ ଗୁଣ ମଙ୍ଗଳ କାମ ଉଚ୍ଚାରଣ ନିତ୍ୟ କରିବ ଉଚ୍ଚେ ଭଣି କର୍ଣ୍ଣେ ମୋହର କଥା ଶୁଣି ଯତ୍ନେ କରିବ ଅଭିନୟ ମୋହର କର୍ମ ସମୁଦାୟ ମୋ କଥା ଶୁଣାଇଣ ଏକାଗ୍ର ଭାବ କରି ମନ ବିଷୟ ଦ୍ୱନ୍ଦ୍ୱ ଅବଧାନେ ଯେତେ ନ ପାରେ ମୋ ପୂଜନେ ସ୍ତୁତି ପଠନେ ମୋର ମନ ସ୍ତବନେ କରାହାଇ ପ୍ରସନ୍ନ ଦେବ ପୁରାଣେ ସ୍ତୁତି ଯେତେ ଆନନ୍ଦେ ପଢ଼ି ମୋ ଅଗ୍ରତେ ନମସ୍ତେ ଲକ୍ଷ୍ମୀ ଦେବୀ କାନ୍ତ ଉଚ୍ଚାରି ଯୋଡ଼ି ବେନି ହସ୍ତ ତ୍ରିବାର କରି ପ୍ରଦକ୍ଷିଣ ଦଣ୍ଡ ପ୍ରମାଣ ପୁଣ ମୋର ଚରଣେ ଚିତ୍ତ ଦେଇ ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ଅନାଦି ଧର୍ମ ନିରାକାର ଭବସାଗରୁ କର ପାର ଏ ରୂପେ ନମସ୍କାର କରି ପୂଜା ଉଦକ ଶିରେ ଧରି ପଛେ କରିବ ବିସର୍ଜନ ଏକ ସକଳ ଭୂତର ପୂର୍ଣ୍ଣ ହେମନ୍ତ ରୂପ ମୋର ଯେତେ ମୂର୍ତ୍ତି କରାଇ ଶୁଦ୍ଧ ଚିତ୍ତେ ମୋର ପୂଜିବ ପ୍ରିୟ ଭାବେ ଯେ ବିଧି ପୂଜାହାର ପ୍ରସ୍ତାବେ ହେମନ୍ତ ଭାବେ ନିତ୍ୟ ଯେ ପ୍ରାଣୀ ପୂଜୁ ଥାନ୍ତି ମତେ ସର୍ବସମ୍ପଦ ଅନୁକୂଳ ଲବନ୍ତି ପରମ ମଙ୍ଗଳ ମୋର ପ୍ରତିମା କରି ବେଶ ଦୃଢ଼ ମନ୍ଦିରେ ଦେବ ଈଶ ସୁଗନ୍ଧ ପୁଷ୍ପ ଉପବନେ ନାନା ପ୍ରକାରେ କ୍ରୀଡ଼ା ସ୍ଥାନେ ମୋହର ଉତ୍ସବ ସମସ୍ତ କରିବ ଶଲ୍ୟ ଅନୁମତ ମୋର ଉତ୍ସବ ପର୍ବେ ଭାବେ ପୂଜିବ ନାନା ଦ୍ରବ୍ୟେ ହେମନ୍ତେ ପୂଜି ବହୁ ବିଧି ବଞ୍ଚିବ ଉତ୍ସବ ଆନନ୍ଦେ କୃଷି ବାଣିଜ୍ୟ ବ୍ୟବହାରେ ଜୀବିକା ଉପାୟ ପ୍ରକାରେ ନିବାସ ପୁର ଗ୍ରାମ ଆଦି ଯେ ଅବା ସମ୍ପଦ ପ୍ରସିଦ୍ଧି ସମର୍ପି ମୋହର ଚରଣେ ମୋ ନାମ ଉଚ୍ଚାରି ବଦନେ ସଲକ୍ୟ ମୁକ୍ତି ହିଁ ପଦ ତାର ନିବାସ କଲେ ହେ ମୋର ପୁର ଏ ମୋର ପୂଜାହାର ଲକ୍ଷଣ ଉଦକ ଏକ ମନେ ଉଦକ ଏକ ଏ ପୁର ପୂଜାହାର ଲକ୍ଷଣ ଉଦ୍ଧବ ଏକ ମନେ ଶୁଣ ଯେ ମତେ ଯନ୍ତି ହି ଗୃହଦାନ ହେଳେ ଲଭନ୍ତି ହି ତ୍ରିଭୁବନ ମତେ ମଣ୍ଡପେ ସ୍ଥାପି ଦେବେ ପ୍ରତିମା କରେ ହି ପ୍ରିୟ ଭାବେ
শতদ্বীপ হই রাজা, মোহর প্রায় লবে পূজা। যে মতে পূজে হে সংসারে, লভন্তি তিহিনি প্রকারে। যে নিরপেক্ষ ভক্তি যোগ, আত্মা নিস্তারি সুখ মার্গ। মোর চরণে হে দৃঢ় ভজে, মায়া সংসারে হে ভ্রম তেজে। কেবଳ লাভ ମୋର ସାଧ୍ୟ, ସେ ପ୍ରାଣୀ ଲଭେ ହେ ପୁଣ୍ୟ କାମ। ବିବିଧ ସଂସ୍ଥାପୁରେ ସେ ତରେ, ନ ବୁଡ଼େ ଘୋର ଅନ୍ଧକାରେ। ଏ ରୂପେ ମତେ ହେ ଯେ ପୂଜନ୍ତି, ହୃଦେ ଭକ୍ତି ଭାବ ଚିନ୍ତି। ମୋର ସେବନେ ହେ ନିରବଧି, ସେ ପ୍ରାଣୀ ଲଭେ ହେ ସର୍ବସିଦ୍ଧି। ଶୁଣ ଉଦ୍ଧବ କହୁ ତତେ, ଯେ ପାପୀ ଜନ ଏ ଜଗତେ। ସତର ପର ତତ୍ତ୍ୱ ବୁଦ୍ଧି, ଯେ ନର ଜ୍ଞାନର ହରନ୍ତି। ଦେବ ବ୍ରାହ୍ମଣ ପାଶ ଶୋକେ, ସେ କାହୁଁଥିବ ନର ଲୋକେ। ଜୀବର ଅନ୍ତେ ହେ କୁମ୍ଭୀ ପାକେ, ପଡ଼ିବେ ବିଷ୍ଠା କୃମି ପାପେ। କେବଳ ନରକ ଆରୋହୀ, କେବଳ ନରକ ଆହାର। କରନ୍ତି ଲକ୍ଷେ ହେ ସମ୍ବତ୍ସର, ଯେ ଅବା କୃଷ୍ଣ କର୍ମ କରେ। ଯେ ଅବା ସାହା ହୁଅନ୍ତି ତାରେ, ଯେ ବା ଆପଣେ ନ ପାରଇ। ପୂଜା କରାଇ ହେତୁ ହୋଇ, ଯେ ମୋର ପୂଜା କର୍ମ ଦେଖି। ସୁଖ ଆନନ୍ଦେ ବୁଜେ ଆଖି, ଏ ଚାରି ଜଣେ ସର୍ବ ସମଫଳ। ଲଭନ୍ତି କହିଲେ ଗୋପାଳ, ଉଦ୍ଧବ ଶୁଣି କୃତ୍ୟ। ନମୋ ଦାସଃ ଜଗନ୍ନାଥ ଇତି। ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାयां ଏକାଦଶ ସ୍କନ୍ଧେ ଅଷ୍ଟବିଂଶ ଅଧ୍ୟାୟ। 29 ଅଧ୍ୟାୟ। ଏକାଦଶ ସ୍କନ୍ଧ 29 ଅଧ୍ୟାୟ। ଭଗବାନ ଉବାଚ ବୋଲ ପ୍ରେମାନନ୍ଦ ହରି ବୋଲ। କହନ୍ତି ପ୍ରଭୁ ଭଗବାନ, ଉଦ୍ଧବ ସ୍ଥିର କର ମନ। ଏ ମାୟା ନିର୍ମିତ ସଂସାରେ, ପ୍ରାଣୀ ସକଳ କର୍ମ କରେ। ନିଜ ସ୍ୱଭାବେ ହେ ଅଲଙ୍ଘିତ, ଏ ନିଜେ ହୋଏ ପଣ୍ଡିତ। ନିନ୍ଦା ପ୍ରଶଂସା ନ କରନ୍ତି, ସାକ୍ଷୀଙ୍କ ପ୍ରାୟ ସେ ଦେଖନ୍ତି। ଏଣୁ ସାଧବ ପ୍ରାଣୀଙ୍କର, ସଂସାରେ ନାହିଁ ନିଜ ପର। ସକଳ ଜନ୍ତୁ ଏକ ଭାବେ, ପ୍ରକୃତି ପୁରୁଷ ସମ୍ଭବେ। ଯେ ଧର୍ମ ସ୍ୱଭାବ ଆଚର, ନିନ୍ଦା ପ୍ରଶଂସା ତାହାଙ୍କର। ଯେ କରେ ଜ୍ଞାନ ଭ୍ରଷ୍ଟ ପଣେ, ନିଷ୍ଠୁର ଅସତ୍ୟ ଭାଷଣେ। ଓಂ ଭୂର୍ଭୁବଃ ତସ୍ୟ ବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଶାନ୍ତି ଶାନ୍ତି ପୃଥିବୀ ଶାନ୍ତି।